ମା ମଙ୍ଗଳା ହେଉଛନ୍ତି ମଙ୍ଗଳକାରିଣୀ। ମା ଦୁର୍ଗାଙ୍କ ନିଶ୍ୱାସରୁ ସେ ଜନ୍ମ। ସେ ହେଉଛନ୍ତି ଜଗତର ନାଥ ଜଗନ୍ନାଥଙ୍କର ମଧ୍ୟ ମା। ଯେତେବେଳେ 12 ବର୍ଷରେ ଥରେ ମାତ୍ର ନବକଳେବର ହୁଏ, ମା ମଙ୍ଗଳାଙ୍କ ଅନୁମତି କ୍ରମେ ସଠିକ୍ ବୃକ୍ଷ ଚୟନ କରାଯାଇଥାଏ। ଯେହେତୁ ସେ ଜଗନ୍ନାଥଙ୍କର ମା, ସେଥିପାଇଁ ସେ ଏହି ସାରା ଜଗତର ମଧ୍ୟ ମା। ଯେହେତୁ ସେ ଜଗତନାଥଙ୍କ ମା, ସେଥିପାଇଁ ସେ ସବୁବେଳେ ସମସ୍ତଙ୍କର ମଙ୍ଗଳ ହିଁ କରିଥାନ୍ତି। ମାଙ୍କୁ ଯିଏ ଯେପରି ଡାକିଥାଏ, ତା ମନ ଜାଣି ମା ମଧ୍ୟ ବର ଦେଇଥାନ୍ତି। ଅପୁତ୍ରୀକୁ ପୁତ୍ରଦାନ, ଅନ୍ଧକୁ ଚକ୍ଷୁଦାନ ଭଳି ଗରିବକୁ ମଧ୍ୟ ଧନୀ କରାଇଥିବାର ବିଶ୍ୱାସ ରହିଛି। ମାଙ୍କୁ ଯିଏ ଯେତେବେଳେ ଡାକିଦିଏ, କେବେ ନିରାଶ କରନ୍ତି ନାହିଁ। ଆଜି ଢେଙ୍କାନାଳ ଜିଲ୍ଲା ବଣସିଂହ ପଞ୍ଚାୟତ ଅନ୍ତର୍ଗତ ଛଡ଼ାସିଂହ ଗ୍ରାମରେ ମା ମଙ୍ଗଳାଙ୍କର ମନ୍ଦିରର 7ମ ବାର୍ଷିକ ଉତ୍ସବ ଆରମ୍ଭ ହୋଇଯାଇଛି। ଏହି ଉତ୍ସବ 2 ଦିନ ଧରି ଚାଲୁ ରହିବ। ସକାଳୁ ମା ମଙ୍ଗଳାଙ୍କ ମନ୍ଦିରରେ ଗ୍ରାମର ଶତାଧିକ ଭକ୍ତମାନେ ପହଞ୍ଚି ଉତ୍ତରବାସୀ ଗଙ୍ଗା ନାମରେ ପରିଚିତ ବ୍ରାହ୍ମଣୀ ନଦୀରୁ ଜଳ ଆଣି କଳସ ଶୋଭାଯାତ୍ରାରେ ବାହାରି ହରିନାମ ସଂକୀର୍ତ୍ତନ, ହରିବୋଲ, ହୁଳହୁଳି, ଘଣ୍ଟନାଦ ସହିତ ଆସି ମା ମଙ୍ଗଳାଙ୍କ ମନ୍ଦିରରେ ପହଞ୍ଚିଥିଲେ। ଏହାପରେ ପ୍ରସାଦ ସେବନ କରାଯାଇଥିଲା ଏବଂ ମାଙ୍କର ସମସ୍ତ ରୀତିନୀତି ଅନୁଯାୟୀ ପୂଜାବିଧି ଆରମ୍ଭ କରାଯାଇଥିଲା ଏବଂ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି। ସେହିପରି ଆଉ ଗୋଟେ ପୌରାଣିକ କଥାକୁ ନେଇଯାଉଛୁ। ମା ମଙ୍ଗଳାଙ୍କର କଥାଟିଏ କିମ୍ବଦନ୍ତୀ କହେ କଳା ପାହାଡ଼ର ଓଡ଼ିଶା ଆକ୍ରମଣର କଥା। ଅତ୍ୟାଚାରୀ ମୂର୍ଖ କଳା ପାହାଡ଼ ଗୋଟିଏ ପରେ ଗୋଟିଏ ମନ୍ଦିର ନଷ୍ଟ କରି ଚାଲିଥାଏ। ସବୁ ମନ୍ଦିରର ମୂର୍ତ୍ତିକୁ ମଧ୍ୟ ଭାଙ୍ଗି ଚାଲିଥାଏ। ଅତିଷ୍ଠ ହୋଇପଡ଼ିଲେ ମା ମଙ୍ଗଳା ନିଜ ଇଚ୍ଛାରେ ଆତ୍ମଗୋପନ କରନ୍ତି ପ୍ରାଚୀ ନଦୀର ଅଥଳ ଜଳରାଶି ଭିତରେ। ବର୍ଷ ପରେ ବର୍ଷ ଗଡ଼ି ଚାଲେ। ଏକ ପବିତ୍ର ଦିନରେ ଜଣେ ସାଧବଙ୍କ ବୋଇତ ଏଇଠି ଅଟକି ଯାଇଥିଲା। ରାତିରେ ଶୋଇଥିବା ଅବସ୍ଥାରେ ମା ମଙ୍ଗଳା ସାଧବକୁ ସ୍ୱପ୍ନାଦେଶ ଦେଇଥିଲେ। ସକାଳ ହୁଅନ୍ତେ ସାଧବ ପାଣିରୁ ମାଙ୍କୁ ଉଠାଇ ଆଣି ସ୍ଥାପନା କରିଥିଲେ। ପୁରାଣ କହେ ତ୍ରେତୟାରେ ମା ମଙ୍ଗଳା ଅଧିଷ୍ଠାତ୍ରୀ ଦେବୀ ଥିଲେ। ପ୍ରଭୁ ଶ୍ରୀରାମ ରାବଣକୁ ବଦ୍ଧ କରି ସୀତାଙ୍କୁ ଉଦ୍ଧାର କରି ଫେରିବା ସମୟରେ ମା ମଙ୍ଗଳାଙ୍କୁ ସାଥିରେ ନେଇ ଆସିଥିଲେ। ସେ ଏବେ କାକଟପୁରରେ ପୂଜା ପାଇଯାଉଛନ୍ତି। ଆପଣମାନେ ଜାଣିଲେ ମା ମଙ୍ଗଳାଙ୍କ ବିଷୟରେ କିଛି ପୁରୁଣା କଥା। ଯଦି ଆପଣଙ୍କ ଅଞ୍ଚଳରେ ସମସ୍ତ ଦେବାଦେବୀଙ୍କର କୌଣସି କାର୍ଯ୍ୟକ୍ରମ ହେଉଥାଏ, ଭିଡ଼ିଓ କରି ଆମକୁ ପଠାଇଲେ ଆମେ ଆମ ବାଇଆ ମନ ଚ୍ୟାନେଲରେ ନିଶ୍ଚିତ ଭାବରେ ପ୍ରସାରଣ କରିବୁ। ଆମ ଚ୍ୟାନେଲକୁ ଯଦି ଆପଣ ଭଲ ପାଉଥାନ୍ତି ବା ଭଲ ଲାଗୁଥାଏ, ଆମକୁ ଛୋଟିଆ ଲାଇକ୍ ଆଉ ବନ୍ଧୁମାନଙ୍କୁ ସେୟାର ଆଉ ଟିକେ ସବସ୍କ୍ରାଇବ୍ କରିଦେବେ। ଜୟ ମା ମଙ୍ଗଳା, ଜୟ ଜଗନ୍ନାଥ। ଏଭଳି ଆମ ଚ୍ୟାନେଲକୁ ଆପଣମାନେ ଭଲ ପାଇବା ଦେଇଥାନ୍ତୁ।
जय जगन्नाथ आम भाई आम चैनल को लाइक शेयर सब्सक्राइब करंतु।